ବାଚସ୍ପତି ମହୋଦୟା, ପାରମ୍ପରିକ ହସ୍ତଶିଳ୍ପର ନିୟୋଜିତ ଶିଳ୍ପୀମାନଙ୍କୁ ଆର୍ଥିକ ସହାୟତା ସହ ସ୍ଥାନୀୟ ଉତ୍ପାଦ, କଳା, ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରୁଣା ପରମ୍ପରା ଓ ବିବିଧ ଐତିହ୍ୟକୁ ବଞ୍ଚାଇବା ପାଇଁ ରାଜ୍ୟରେ ପିଏମ୍ ବିଶ୍ୱକର୍ମା ଯୋଜନା କାର୍ଯ୍ୟକାରୀ କରାଯିବ। ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପାରମ୍ପରିକ କୁଟୀର ଶିଳ୍ପମାନଙ୍କ ମଧ୍ୟରେ ହସ୍ତତନ୍ତ ଅନ୍ୟତମ। କୃଷି କ୍ଷେତ୍ର ପରେ ହସ୍ତତନ୍ତ ଶିଳ୍ପ ଦ୍ୱିତୀୟ ସର୍ବବୃହତ ନିଯୁକ୍ତିର ସୁଯୋଗ ଯୋଗାଇଥାଏ। ଓଡ଼ିଶାର ହସ୍ତତନ୍ତ ଉତ୍ପାଦଗୁଡ଼ିକ ନିଜର ସୂକ୍ଷ୍ମ କଳାତ୍ମକ ରୂପରେଖ, ରଙ୍ଗ ସଂଯୋଜନ, ଉତ୍କୃଷ୍ଟ କାରିଗରୀ, ଉତ୍କର୍ଷ ଏବଂ ସ୍ଥାୟିତ୍ୱ ପାଇଁ ଦେଶ ବିଦେଶରେ ବ୍ୟାପକ ସ୍ୱୀକୃତି ଲାଭ କରିଛି। ଅଧିକ ସଂଖ୍ୟକ ନିଯୁକ୍ତି ପ୍ରଦାନ ଏବଂ ରାଜ୍ୟର ବୁଣାକାରଙ୍କର ରୋଜଗାର ବୃଦ୍ଧି ପାଇଁ ହସ୍ତତନ୍ତ କ୍ଷେତ୍ରର ମୁଖ୍ୟ ଲକ୍ଷ୍ୟ। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରେ ଉନ୍ନତି ପାଇଁ 2023-24ରେ 219 କୋଟି ଟଙ୍କା ବ୍ୟୟବରାଦ ଥିବାବେଳେ 2024-25 ବର୍ଷ ପାଇଁ ଏହାକୁ 262 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ବୁଣାକାର ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ 40 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମହିଳା ଏବଂ 50ରୁ ଉର୍ଦ୍ଧ୍ୱ ବୟସ୍କ ପୁରୁଷ ହସ୍ତତନ୍ତ ବୁଣାକାର ଓ ଆନୁଷଙ୍ଗିକ ଶ୍ରମିକମାନଙ୍କୁ ସହାୟତା ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି। ମୁଁ ଏହି ଯୋଜନା ଅଧୀନରେ 12 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖୁଛି। ପଶ୍ଚିମ ଓଡ଼ିଶାରେ 3ଟି ଟେକ୍ସଟାଇଲ ହବ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି, ଯଦ୍ୱାରା 51,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାରେ ନିହିତ ଥିବା ସମ୍ଭାବନା ହାସଲ କରିବା ପାଇଁ ପର୍ଯ୍ୟଟନ ଏକ ଅନ୍ୟତମ ପ୍ରମୁଖ କ୍ଷେତ୍ର। ଓଡ଼ିଶାକୁ କେବଳ ଯେ ମନ୍ଦିରମାଳିନୀ ରାଜ୍ୟ ନୁହେଁ, ବରଂ ପ୍ରକୃତି, ବ୍ୟଞ୍ଜନ, କ୍ରୀଡ଼ା ଓ ସ୍ୱାସ୍ଥ୍ୟ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ରୂପେ ଆମେ ଗଢ଼ି ତୋଳିବୁ। ଆମର ପ୍ରତିଶ୍ରୁତି ଓ ସ୍ୱପ୍ନକୁ ସାକାର କରିବା ପାଇଁ ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ ବଜେଟ୍ ଆକଳନ 800 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଜାତୀୟ ଉଦ୍ୟାନ, ବନ୍ୟପ୍ରାଣୀ ଅଭୟାରଣ୍ୟ, ବେଳାଭୂମି ଏବଂ କଳା ଓ ଐତିହ୍ୟସ୍ଥଳ ସମେତ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିଶ୍ୱସ୍ତରୀୟ ସମନ୍ୱିତ ବିକାଶ ନିମନ୍ତେ ଏକ ସମନ୍ୱିତ ମାଷ୍ଟର ପ୍ଲାନ୍ ଏବଂ ବିକାଶର ଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ଏହି ସ୍ଥାନଗୁଡ଼ିକର ବିକାଶ ତଥା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ 445 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ବ୍ୟତୀତ ମୁଁ ଓଡ଼ିଶା ପର୍ଯ୍ୟଟନର ଉପଯୁକ୍ତ ପ୍ରୋତ୍ସାହନ ଓ ପ୍ରଚାର ପାଇଁ 279 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖୁଛି। ମହାନଦୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ଯୋଜନାରେ ସମ୍ବଲପୁର ଓ କଟକର ମହାନଦୀ କୂଳବର୍ତ୍ତୀ ଅଞ୍ଚଳକୁ ଗୁଜରାଟର ସାବରମତୀ ରିଭରଫ୍ରଣ୍ଟ ପ୍ରକଳ୍ପ ଅନୁରୂପ ବିଶ୍ୱସ୍ତରୀୟ ରିଭରଫ୍ରଣ୍ଟ ପ୍ରକଳ୍ପର ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ମହାନଦୀର ଅନ୍ତର୍ନିହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ଆଧ୍ୟାତ୍ମିକ ଐତିହ୍ୟକୁ ସଂରକ୍ଷିତ ରଖିବା ଏହି ପ୍ରକଳ୍ପର ଲକ୍ଷ୍ୟ ଅଟେ। ଏହି ପ୍ରକଳ୍ପ ଅଧୀନରେ ନଦୀକୂଳର ପାର୍କ, ଚଲାପଥ, ଜିମ୍, ମୁକ୍ତାକାଶ, ରଙ୍ଗମଞ୍ଚ, ସ୍ନାନଘାଟ ଆଦି ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ମୁଁ 50 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖୁଛି।